को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। वेलकम यू टू A2M क्लासेस। तो टार्गेट ओएसटी ପାଇଁ କ୍ଲାସ ଚାଲୁଅଛି। ଆଜି ହେଉଛି କ୍ଲାସ 13। ତ ଆଜିକାର ଯୋଉ କଣ୍ଟେଣ୍ଟ ରହିଛି ଏଜୁକେଶନାଲ ମ୍ୟାନେଜମେଣ୍ଟ ଷ୍ଟ୍ରକ୍ଚର ଆଟ୍ ଦ ଡିଫରେଣ୍ଟ ଲେବୁଲ। ତ ଆଜିକାର ଯୋଉ ଷ୍ଟ୍ରକ୍ଚର ରହିଛି ଡିଫରେଣ୍ଟ ଲେବୁଲର ଏଜୁକେଶନାଲ ମ୍ୟାନେଜମେଣ୍ଟ ଉପରେ। ତ ଆଜିକାର ଯୋଉ ନ୍ୟାସନାଲ ଲେବୁଲ ମ୍ୟାନେଜମେଣ୍ଟ ଉପରେ ରହିଛି, ତ ଆମେ ଯେତେବେଳେ ଏଜୁକେଶନ ଷ୍ଟ୍ରକ୍ଚରକୁ ବନେଇବାକୁ ଚାହାନ୍ତି ସେତେବେଳେ ବିଭିନ୍ନ ଲେବୁଲ ସ୍ତରରେ ଆମ କାମ କରିବାକୁ ପଡିଥାଏ। ସେବେଳେ ଆମେ ନ୍ୟାସନାଲ ଲେବୁଲ ବା ସେଣ୍ଟ୍ରାଲ ଲେବୁଲରେ ଆମେ ଜାଣିବା କେଉଁ କେଉଁ ସଂସ୍ଥାନ ମାନେ ଅଛନ୍ତି ଯୋଉ ମାଧ୍ୟମରେ ଆମେ ଏଜୁକେଶନ ମ୍ୟାନେଜମେଣ୍ଟ କରୁଛନ୍ତି। ଗୋଟେ ହେଉଛି ୟୁଜିସି, ନାକ୍, କେଭ୍, ଏନସିଆରଟି, ଏନସିଟି, ନ୍ୟୁପା, ଏନଏମଏଚଆରଟି। ତ ଏଇଗୁଡା ବିଷୟରେ ଆମେ ଇମ୍ପୋର୍ଟାଣ୍ଟ ଓଏସଟି ରୁ କ୍ୱେଶ୍ଚନ ଆସିଥାଏ, এই ବିଷୟରେ ଆମେ ଡିସ୍କସ କରିବା। ତ ଆମେ ଫାର୍ଷ୍ଟ ଡିସ୍କସ କରିବା ୟୁଜିସି କଣ? ୟୁନିଭର୍ସିଟି ଗ୍ରାଣ୍ଟ କମିଶନ କୁହାଯାଏ ୟୁଜିସି। ୟୁଜିସି ବା ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ଇଜ ଏ ଷ୍ଟାଚୁଟରୀ ବଡି ଆଟ୍ ଦ ସେଣ୍ଟର which looks the interest of education at the university level। ତା ମାନେ ୟୁନିଭର୍ସିଟି ଲେଭେଲରେ ଯୋଉ ଏଜୁକେଶନ ସିଷ୍ଟମଟା ଅଛି ତାକୁ କଣ୍ଟ୍ରୋଲ ବା ତାକୁ ଚଲଉଛି କିଏ ନା ୟୁଜିସି ଆମେ କହୁଛନ୍ତି। ତ ଇଟ୍ ଷ୍ଟାର୍ଟସ୍ ୱିଥ୍ ଦ ଅନ୍ ରେକମେଣ୍ଡେସନ ଅଫ ସାର୍ଜେଣ୍ଟ ରିପୋର୍ଟ। ଏଟା ମନେ ରଖିଥିବେ, ବାରମ୍ବାର ଏଇ କ୍ୱେଶ୍ଚନ ଆସିଥାଏ ଯେ ଏଟା ସାର୍ଜେଣ୍ଟଙ୍କ ରିପୋର୍ଟ ଅନୁସାରେ ୟୁଜିସି ଗଠନ କରାଯାଇଥିଲା, ଯୋଉଟା କି ହଉଛି ସାର୍ଜେଣ୍ଟ ଯୋଉ ରିପୋର୍ଟ ଦେଇଥିଲେ 1944 ମସିହାରେ, 1944 ରେ। ତ UGC was formally inaugurated by the ଶ୍ରୀ ମୌଲାନା ଅବୁଲ କାଲାମ ଆଜାଦ in the 10 Ministry of Education। ତ ଯେତେବେଳେ ୟୁଜିସି ଗଠନ ପାଇଁ ଇନାଗୁରେଟ କରାଯାଇଥିଲା ସେତେବେଳେ ଥିଲେ କିଏ ନା ଶ୍ରୀ ମୌଲାନା ଅବୁଲ କାଲାମ ଆଜାଦ ଥିଲେ, ଆଉ ତାଙ୍କ ଅଣ୍ଡରରେ 10 ଜଣ ମିନିଷ୍ଟ୍ରି ଅଫ ଏଜୁକେସନ ଥିଲେ, ଯୋଉଠିକି ୟାକୁ ଇନାଗୁରେଟ କରାଯାଇଥିଲା। The UGC was formally established on the November 1956। এটা মনে রাখতে হবে, বারম্বার ইউজিসি ରୁ OST টা কোশ্চেন আসଥାଏ। as a statutory body of government and its headquarter at Delhi। ତ ଦିଲ୍ଲୀରେ ଅଛି ତାର ହେଡକ୍ୱାର୍ଟର ୟୁଜିସି ର। ତ ୟୁଜିସି ର ଆକ୍ଟିଭିଟିଜ କଣ ଆମେ ଜାଣୁଛନ୍ତି, ଏଇ ଯାହା ମୁଁ ଆପଣଙ୍କୁ ପଢଉଛି ମାର୍କ କରିକି ଏଇ ରିଗାର୍ଡିଂ ଏଇ କୋଶ୍ଚେନ ଆସିଥାଏ। ତାପରେ ହଉଛି ଆପଣଙ୍କର ଆକ୍ଟିଭିଟିଜ ଅଫ ୟୁଜିସି କଣ? ଡେଭଲପମେଣ୍ଟ ଗ୍ରାଣ୍ଟସ୍ ଟୁ ଦ ୟୁନିଭର୍ସିଟି, ୟୁନିଭର୍ସିଟି ଗ୍ରାଣ୍ଟ ଦବ। ଆଉ କଣ ନା ଫ୍ୟାକଲ୍ଟି ଇମ୍ପ୍ରୁଭମେଣ୍ଟ ପ୍ରୋଗ୍ରାମ, ଫ୍ୟାକଲ୍ଟି ମାନଙ୍କୁ ଡେଭଲପ କରାଏ ବା ଫ୍ୟାକଲ୍ଟି ଇମ୍ପ୍ରୁଭମେଣ୍ଟ ପ୍ରୋଗ୍ରାମ ଗୁଡିକ କରାଏ। ତାପରେ ହଉଛି କଣ ନା ଏକ୍ସାମିନେସନ ରିଫର୍ମ। ୟୁନିଭର୍ସିଟି ଲେଭେଲରେ ଯେ ସବୁ ଏକ୍ସାମ ହଉଛି ସେଗୁଡାକ ସମୟ ଅନୁସାରେ ପରିବର୍ତ୍ତନ କରାଯାଇଥାଏ, ସିଷ୍ଟମ ଷ୍ଟ୍ରକ୍ଚରକୁ ପରିବର୍ତ୍ତନ କରାଯାଇଥାଏ। ତାର ଦାୟିତ୍ୱ କାହାର ନା ୟୁଜିସି ର। ଆଣ୍ଡ ଟିଚର ଷ୍ଟୁଡେଣ୍ଟ ୱେଲଫେୟାର ପ୍ରୋଗ୍ରାମ ବି ଆମର ଲେକ୍ଚର ବା ଟିଚର ମାନଙ୍କର ଷ୍ଟୁଡେଣ୍ଟ ମାନଙ୍କର ଯେ ସବୁ ୟୁନିଭର୍ସିଟି ଲେଭେଲରେ ପଢୁଛନ୍ତି ସେମାନଙ୍କର ବି ୱେଲଫେୟାର ପ୍ରୋଗ୍ରାମ କିଏ କରିଥାଏ ନା ଆପଣଙ୍କ ୟୁଜିସି। ତାପରେ ଆପଣ ହଉଛି ମେଣ୍ଟେନାନ୍ସ ଆଣ୍ଡ କୋଅର୍ଡିନେସନ ଷ୍ଟାଣ୍ଡାର୍ଡ। ତାମାନେ ୟୁନିଭର୍ସିଟି ଲେଭେଲରେ କୋଅର୍ଡିନେସନ କରିବା, ମେଣ୍ଟେନାନ୍ସ କରିବା, ଷ୍ଟାଣ୍ଡାର୍ଡକୁ ଡେଭଲପ କରିବା, ଏ ସବୁ କାମ ହଉଛି କାହାର? ୟୁଜିସି ର। ତାପରେ ଆମେ ଜାଣିବା ନାକ୍, NANAC। ନାକ୍ ର ଫୁଲ ଫର୍ମ କଣ? ଏଇ ଫୁଲ ଫର୍ମଟା ବି କ୍ୱେଶ୍ଚନ ଆସିଥାଏ, ବାରମ୍ବାର ମୁଁ ଦେଖିଛି। ତ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ। ଅଧିସ୍ୱୀକୃତି, ଆକ୍ରିଡେସନ ମାନେ ଅଧିସ୍ୱୀକୃତି, ଏସଏସ ମାନେ ମୂଲ୍ୟାଙ୍କନ କରିବା ବା ଆମେ କଣ କରୁଛନ୍ତି ନା ଇଏ ନାକ୍ ର କାମ ମୁଖ୍ୟତଃ ମୁଁ କହିବାକୁ ଚାହୁଁଛି, ଯେକୌଣସି ଆପଣଙ୍କ ଦେଖିବେ ଅଟୋନମସ କଲେଜ ଅଛି ବା କୌଣସି କଲେଜ ଅଛି, ଯେତେବେଳେ ୟୁନିଭର୍ସିଟି ହବା ପାଇଁ ଡେଭଲପ ଦରକାର ସେତେବେଳେ ନାକ୍ ଟିମ୍ ଆସିକି ଭେରିଫିକେସନ କରିଥାଏ। ଆଉ ସେ କଣ କରିଥାଏ ନା ନାକ୍ ଆସିକି ଭେରିଫିକେସନ କରିବା ପରେ ଗ୍ରେଡ ଦେଇଥାଏ। ଆପଣ ଦେଖିଥିବେ A ପ୍ଲସ ପ୍ଲସ, ଯେକୌଣସି ୟୁନିଭର୍ସିଟିର ଗୋଟେ ଗ୍ରେଡ ଥାଏ, ସେ ଗ୍ରେଡଟା ରାଙ୍କିଙ୍ଗ ହିସାବରେ ଦିଆଯାଇଥାଏ। ହଁ, ତ ତାର ଫ୍ୟାସିଲିଟି ଅନୁସାରେ ଦିଆଯାଇଥାଏ। ତ A ପ୍ଲସ ପ୍ଲସ ଥିବ ବା ଏ ଥିବ କି ବି ଥିବ, ତ ସେ ଅନୁସାରେ ଗ୍ରେଡେସନ ଦିଆଯାଇଥାଏ। ତ ନାକ୍ ହଉଛି ତାର ହେଡକ୍ୱାର୍ଟର ହଉଛି କୋଉଠି? ବାଙ୍ଗାଲୋର କର୍ଣ୍ଣାଟକା। ତ ନାକ୍ ର ହେଡକ୍ୱାର୍ଟର ହଉଛି ବାଙ୍ଗାଲୋର କର୍ଣ୍ଣାଟକା। ନାକ୍ was established in the September 1994 to bring the quantitative improvement in higher education on the basis of NEP 1986। ତାମାନେ NEP 1986 ଅନୁସାରେ ନାକ୍ କଣ କରିଥିଲା, ଯୋଉଟା କି ହାୟର ଏଜୁକେସନ ଷ୍ଟ୍ରକ୍ଚରକୁ ଡେଭଲପ କରିବା ପାଇଁ ଆଉ ତାକୁ ଏଷ୍ଟାବ୍ଲିଶ କରାହେଇଥିଲା 1994 ସେପ୍ଟେମ୍ବରରେ। ହେଲା। ଦ କାଉନସିଲ ଇଜ ଆନ୍ ଅଟୋନମସ ବଡି। ଏଟା ଗୋଟେ ହଉଛି ଅଟୋନମସ ବଡି, ମନେ ରଖିଥିବେ। ନାକ୍ଟା ଏଷ୍ଟାବ୍ଲିଶ ବାୟ, କାହା ଦ୍ୱାରା ଏଷ୍ଟାବ୍ଲିଶ କରାଯାଇଥିଲା, ଏ କ୍ୱେଶ୍ଚନ ବାରବାର ଆସିଛି। ୟୁଜିସି, ୟୁନିଭର୍ସିଟି ଗ୍ରାଣ୍ଟ କମିଶନ, ଆଉ ହଉଛି ମିନିଷ୍ଟ୍ରି ଅଫ ଯୋଉଟାକି ଆମେ କହୁଛନ୍ତି କଣ MHRD, ମିନିଷ୍ଟ୍ରି ଅଫ ହ୍ୟୁମାନ ରିସୋର୍ସ ଡେଭଲପମେଣ୍ଟ। ତାରି ଅଣ୍ଡର ଏଟା କଣ କରାଯାଇଛି ନା ଏଟାକୁ ଗଠନ କରାଯାଇଛି। ଆସେସ୍ ଦ ଇନଷ୍ଟିଟ୍ୟୁସନ ଅଫ ହାୟର ଏଜୁକେସନ, ହାୟର ଏଜୁକେସନ ଇନଷ୍ଟିଟ୍ୟୁସନ ଯେକୌଣସି କଲେଜ ହଉ ଆମର ୟୁନିଭର୍ସିଟି ହଉ, ତାକୁ ଆସେସ୍ କରାଯାଏ। ହେଲା। ତାପରେ ୟାର ଫଙ୍କସନ କଣ, ୟାର କାର୍ଯ୍ୟ କଣ ଆମେ ଜାଣିବା। ଟୁ ଡେଭଲପ ଟୁ ଇଭାଲୁଏଟ ଦ ହାୟର ଏଜୁକେସନ ଅର କନଭର୍ଟ ଦ କଲେଜ ଇନଟୁ ଦ ୟୁନିଭର୍ସିଟିଜ। ତାମାନେ ହାୟର ଏଜୁକେସନ କୁ ଇଭାଲୁଏଟ କରିବା ଆଉ କନଭର୍ଟ କରିବା କଲେଜ ଇନଟୁ ଦ ୟୁନିଭର୍ସିଟି, କଲେଜକୁ ୟୁନିଭର୍ସିଟିରେ ପରିବର୍ତ୍ତନ କରିବା। ମେକ୍ ଦ ରୁଲ୍ସ ଫର ଇନଷ୍ଟିଟ୍ୟୁସନ, ଯେକୌଣସି ଇନଷ୍ଟିଟ୍ୟୁସନ କଲେଜ ହଉ ତା ଦେହରେ ଯୋଉ ନିୟମ କାନୁନ ଚାଲିଛି ବା କୌଣସି ରୁଲ୍ସ ଚାଲିଛି ତାକୁ ବନେଇବା ହଉଛି ନାକ୍ ର କାମ। ତାପରେ ହଉଛି ଟୁ ଏଷ୍ଟାବ୍ଲିଶ ଦ ଇକୋନୋମିକ ଟାଏସ୍ ୱିଥ ଦ ୟୁଜିସି ସୋ ଦ୍ୟାଟ ଆପ୍ରୋପ୍ରିଏଟ ସେୟାର ପାର୍ଟ ଅଫ ଦ ଏଡ୍ ଆଣ୍ଡ ଗ୍ରାଣ୍ଟ। ଯୋଉଟା କି ଆମେ କହୁଛନ୍ତି କଣ, ୟୁଜିସି ସହିତ ନାକ୍ କଣ କରେ ନା ଗୋଟେ ଟାଏସ୍ କରେ, ଇକୋନୋମିକ ଟାଏସ୍ କରେ, ଯାହା ଦ୍ୱାରା ୟୁଜିସି କୁ କିଛି ଫାଇନାନ୍ସ ସପୋର୍ଟ ବି ମିଳିବ, ନାକ୍ ବି ମିଳିବ, ଯାହା ଦ୍ୱାରା କଲେଜ ୟୁନିଭର୍ସିଟି ଡେଭଲପ କରିହବ।
ତାପରେ କଣ କୁହାହଉଛି ନା ଟୁ ଗିଭ୍ ଦ ସଜେସନ ଟୁ ଦ ୟୁଜିସି ଆବାଉଟ ଦ ଇମ୍ପ୍ରୁଭମେଣ୍ଟ। ତ ୟୁଜିସି କି ସବୁବେଳେ ଟାଇମ ଟୁ ଟାଇମ ସଜେସନ ଦିଏ ନା କିଛି ଡେଭଲପମେଣ୍ଟ କରିବା ପାଇଁ ହାୟର ଏଜୁକେସନ ଲେବୁଲରେ। ଏଇଟା ଥିଲା ଆପଣଙ୍କର କଣ ନା। ଏବେ ଆମେ ଆସିବା କ୍ୟାବ୍ ସିଏବି କ୍ୟାବ୍। କ୍ୟାବ୍ ଆମେ କାହାକୁ କହୁଛନ୍ତି? କ୍ୟାବ୍ ର ଫୁଲ୍ ଫର୍ମ କଣ? ନା କ୍ୟାବ୍ ର ଫୁଲ୍ ଫର୍ମ ସେଣ୍ଟ୍ରାଲ ଆଡଭାଇଜରି ବୋର୍ଡ ଅଫ ଏଜୁକେସନ। ତା ମାନେ ଆମର ଆଗରୁ କ୍ୟାବ୍ ପ୍ରତିଷ୍ଠା କରାଯାଇଥିଲା କଣ ନା ଏଜୁକେସନ ଷ୍ଟ୍ରକ୍ଚରକୁ କେମିତି ଆଗକୁ ବଢେଇ ପାରିବା ତାର ଆଡଭାଇଜରି ବଡି ଥିଲା କିଏ? କ୍ୟାବ୍। ତାର ଆମ ବିଷୟରେ ଜାଣିବା। ଦିସ୍ ଇଜ ଦ ଓଲ୍ଡେଷ୍ଟ ଆଡଭାଇଜରି ବଡି ଅଫ ଅଲ ଇଣ୍ଡିଆନ କ୍ୟାରେକ୍ଟର। ତାମାନେ ଅଲ ଇଣ୍ଡିଆନ କ୍ୟାରେକ୍ଟରରେ ଇଏ ହଉଛି କଣ ସବୁଠାରୁ ପୁରାତନ କଣ ନା ଆଡଭାଇଜରି ବଡି ବୋଲି ଆମେ କହୁଛନ୍ତି। This board at the central level was first moted by the Kolkata University. Kolkata University ଦ୍ୱାରା ଏଟାକୁ କୁହାଯାଇଥିଲା ଯେ ଏଟା ପ୍ରତିଷ୍ଠା କରାଯାଉ କମିଶନ in 1917 to 1920. କେବ୍ was finally set up in 1920. ମନେ ରଖିଥିବେ କେବ୍ ଟା ଫାଇନାଲି ସେଟଅପ୍ କରାଯାଇଥିଲା 1920 ରେ। ହେଲା ତାର କେବ୍ ର ହଉଛି ଫଙ୍କସନ କଣ କହୁଛି ନା ଫାର୍ଷ୍ଟ ହଉଛି ଟୁ ଗିଭ୍ ଦ ଆଡଭାଇଜରି ରିଗାର୍ଡିଂ ଦ ମ୍ୟାନେଜମେଣ୍ଟ ଅଫ ଇମ୍ପେରିଆଲ ଇନଷ୍ଟିଟ୍ୟୁସନ। ଯେ ସବୁ ପୁରୁଣା ଇନଷ୍ଟିଟ୍ୟୁସନ ଥିଲା ବ୍ରିଟିଶ ସମୟରୁ ସେତେବେଳେ ତ ସେଇ ଜାଗାରେ ତାର ଆଡଭାଇଜ କରାଯିବ କିପରି ତାକୁ ମ୍ୟାନେଜ କରାଯିବ କିପରି ଇମ୍ପ୍ରୁଭମେଣ୍ଟ କରାଯିବ। ତାପରେ ଆସିଲା ଟୁ ଗିଭ୍ ଦ ଆଡଭାଇସ ରିଗାର୍ଡିଂ ଦ ଏକ୍ସାମିନେସନ ପ୍ୟାଟର୍ନ। ଏକ୍ସାମିନେସନ ପ୍ୟାଟର୍ନ କିପରି ରହିବ ତାପରେ ଆଡଭାଇସ ଦବାର କାମ ହଉଛି କ୍ୟାବ୍ ର। ଟୁ ପ୍ରଡ୍ୟୁସ ରିପୋର୍ଟ କାର୍ଡ ଟାଇମ ଟୁ ଟାଇମ। ତାମାନେ ପିଲାମାନଙ୍କୁ ରିପୋର୍ଟ କାର୍ଡ ଦବା ଏକ୍ସାମ ପରେ ଯୋଉ ରେଜଲ୍ଟ ସିଟ୍ ଦବା ତାର କାମ ହଉଛି କ୍ୟାବ୍ ର। ତାପରେ ହଉଛି କଣ ନା ଟୁ କଣ୍ଡକ୍ଟ ଦ ଏଜୁକେସନାଲ ସର୍ଭେ କଣ୍ଡକ୍ଟ କରିବା। ତାପରେ ହଉଛି କଣ ଦ ବୋର୍ଡ ହ୍ୟାଡ ହାର୍ଡଲି ୱାର୍କ ଟୁ ଫର ଦ 2 ଇୟର। 2 ବର୍ଷ ପର୍ଯ୍ୟନ୍ତ କାମ କରିଥିଲା when it was dissolved in 1923 for the economic reason। ଆର୍ଥିକ ଅନଟନ ଫଳରେ ସେଟା କଣ ହେଇଥିଲା ନା ଆପଣଙ୍କର ଡିସଲ୍ଭ ହେଇଯାଇଥିଲା। ପୁଣି ଆଉ ଥରେ 1935 ରେ ରେକମେଣ୍ଡେସନ ଅଫ ହାଟୋ କମିଟି। ହାଟୋ କମିଟିଙ୍କ ରେକମେଣ୍ଡେସନରେ ଇଟ୍ ୱାଜ ଏଗେନ୍ ରିଭାଇଭ। ଆଉ ଥରେ ଏଟା କାର୍ଯ୍ୟକାରୀ ହୋଇଥିଲା। ଏଟାକୁ ମନେ ରଖିଥିବେ। ଏଟା ହଉଛି କ୍ୟାବ୍। କ୍ୟାବ୍ ର ଆପଣଙ୍କୁ ଯାହା ଯାହା କହିଲି କେବେ ହେଇଥିଲା କଣ ହେଇଥିଲା ତାର କାମ କଣ ମୁଁ ଆପଣଙ୍କୁ ବିଶେଷ ଭାବରେ କହିଦେଲି ତାର କ୍ୱେଶ୍ଚନ ଆସିଥାଏ। ତାପରେ ଆସିଲା କଣ ଏନସିଆରଟି। ଆମେ ଏନସିଆରଟି କାହାକୁ କହୁଛନ୍ତି? ଏନସିଆରଟି ର ଫୁଲ୍ ଫର୍ମ ବି ବାରମ୍ବାର କ୍ୱେଶ୍ଚନ ଆସିଥାଏ ନା ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ। ତ ଇଟ୍ ୱାଜ ସେଟ୍ ଅପ୍ ବାଇ ଦ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ। ହେଡକ୍ୱାର୍ଟର ହଉଛି ନ୍ୟୁ ଦିଲ୍ଲୀରେ। ଏଟା ମନେ ରଖିଥାନ୍ତୁ ବାରମ୍ବାର କ୍ୱେଶ୍ଚନ ଆସିଛି। ଇଟ୍ ଇଜ ଆନ୍ ଅଟୋନମସ ଅର୍ଗାନାଇଜେସନ ହ୍ୱିଚ୍ ୱାଜ ଏଷ୍ଟାବ୍ଲିଶ ଅନ୍। ଏଟାକୁ ମନେ ରଖିଥିବେ 1 ସେପ୍ଟେମ୍ବର 1961। ଏଟା ବାରମ୍ବାର କ୍ୱେଶ୍ଚନ ଆସିଛି। ଆପଣ ଏଇଭଳିଆ ହିଁ କ୍ୱେଶ୍ଚନ ଆସିବ ଓଏସଟି ରେ। ଇଟ୍ ୱାଜ ସେଟ୍ ଅପ୍ ଟୁ ପ୍ରମୋଟ ଦ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନ୍ ଦ ଫିଲ୍ଡ ଅଫ ଏଜୁକେସନ ଆଣ୍ଡ ସୋସିଆଲ ୱେଲଫେୟାର। ତ ସୋସିଆଲ ୱେଲଫେୟାର ଆଉ ଏଜୁକେସନ ଫିଲ୍ଡରେ ସେ କଣ କରୁଛି ନା ରିସର୍ଚ୍ଚ ୱାର୍କ ବା ଟ୍ରେନିଂ କରୁଛି। ତାପରେ ଏନସିଆରଟି ପ୍ରୋଭାଇଡ ଦ ଏକାଡେମିକ ଆଣ୍ଡ ଟିଚିଂ ସପୋର୍ଟ ଟୁ ଦ ସ୍କୁଲ ଏଜୁକେସନ। ସ୍କୁଲ ଏଜୁକେସନ କଣ କରୁଛି ଟିଚିଂ ଆଉ ଏକାଡେମିକ ସପୋର୍ଟ ଦଉଛି। ତାର କାର୍ଯ୍ୟ କଣ ଫଙ୍କସନ କଣ ଆମେ ଜାଣିବା। ଟୁ ଅର୍ଗାନାଇଜ ଦ ପ୍ରି ସର୍ଭିସ ଇନ ସର୍ଭିସ ଟ୍ରେନିଂ। ଟିଚର ମାନଙ୍କୁ ପ୍ରି ସର୍ଭିସ ଆଉ ଇନ ସର୍ଭିସ ଟ୍ରେନିଂ ଦବା। ତାପରେ ହଉଛି ଟୁ ଡେଭଲପ and make use of new technique in the teaching learning and research program। research program new technique ଆଣିବାର କାମ ହଉଛି କାହାର? ଏନସିଆରଟି ର ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ। ତାପରେ ହଉଛି ଟୁ ଡେଭଲପ ଦ ଅଣ୍ଡରଷ୍ଟାଣ୍ଡିଂ ୱିଥ ଦ ଷ୍ଟେଟ ଲେବୁଲ ଆଣ୍ଡ ସେଣ୍ଟ୍ରାଲ ଲେବୁଲ। ଷ୍ଟେଟ ଲେବୁଲ ଏଜୁକେସନ ଆଉ ସେଣ୍ଟ୍ରାଲ ଲେବୁଲ ଏଜୁକେସନ ଭିତରେ କଣ କରିବା ନା ଟାଇପ କରିବା ବା ଡେଭଲପମେଣ୍ଟ କରିବା। ତାପରେ ଆସିଲା ଟୁ ପବ୍ଲିଶ ଦ ବୁକ୍। ଆପଣ ଯୋଉ ବୁକ୍ ପଢୁଛନ୍ତି ଇଂଲିଶ ମିଡିୟମ ର ସିବିଏସଇ ହଉ ସେଟାର କଣ ହଉଛି ନା ଆପଣଙ୍କର ଏନସିଆରଟି ପବ୍ଲିଶ କରୁଛି ସେ ବୁକ୍ କୁ ଆପଣ ମନେ ରଖିଥିବେ। ବୁକ୍ ପବ୍ଲିଶ କରିବାର କାମ ହଉଛି ଏନସିଆରଟି ର। ତାପରେ ହଉଛି ଟୁ ଆଇଡେଣ୍ଟିଫାଇ ଦ ପ୍ରୋବ୍ଲେମ୍ସ ଇନ ଦ ଫିଲ୍ଡ ଅଫ ଇଣ୍ଡିଆନ ଏଜୁକେସନ। ଇଣ୍ଡିଆନ ଏଜୁକେସନ ସିଷ୍ଟମରେ ସ୍କୁଲ ଲେବୁଲରେ ଯାହା କିଛି ପ୍ରୋବ୍ଲେମ ତାକୁ ଆଇଡେଣ୍ଟିଫାଇ କିଏ କରୁଛି ନା ଆପଣଙ୍କର ଏନସିଆରଟି। ଏଟା ମନେ ରଖିଥିବେ। ଏତିକି ଫ୍ୟାକ୍ଟ ମୁଁ ଆପଣଙ୍କୁ ବୁଝେଇଦେଲି। ଏଇ ଫ୍ୟାକ୍ଟ ବେସରେ କ୍ୱେଶ୍ଚନ ଆସୁଛି। ତାପରେ ଏନସିଟି ବିଷୟରେ ଜାଣିବା। ନ୍ୟାସନାଲ କାଉନସିଲ ଅଫ ଟିଚର ଏଜୁକେସନ। ଆପଣ ଯୋଉ ବିଏଡ କରୁଛନ୍ତି ଟିଚର ଏଜୁକେସନ ଯୋଉ ଆପଣଙ୍କର ଅଛି ସେ ଟିଚର ଏଜୁକେସନ କୁ ପ୍ରମୋଟ ବା ଦଉଛି କିଏ ନା ଏନସିଟି। ମନେ ରଖିବେ ଏନସିଟି ଆପଣଙ୍କର ଯଦି ରେକଗ୍ନାଇଜ ୟୁନିଭର୍ସିଟିରେ ନ କରୁଛନ୍ତି ତାହେଲେ ଆପଣଙ୍କର ବିଏଡ ସାର୍ଟିଫିକେଟର ମୂଲ୍ୟ ନାହିଁ। ତେଣୁ ଏଟା କୁହାଯାଉଛି କଣ ନା ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନ। ଟିଚର ମାନଙ୍କୁ ଏଜୁକେଟେଡ କରିବା ଦାୟିତ୍ୱ ହଉଛି ଏନସିଟି ର। ତାପରେ ଆମେ ବୁଝିବା ଡିଟେଲ ଏଠି ବୁଝିବା କଣ ନା ହେଡକ୍ୱାର୍ଟର ହଉଛି ନ୍ୟୁ ଦିଲ୍ଲୀରେ। ଏଟା ମନେ ରଖିଥାନ୍ତୁ। ଅନ୍ ଦ 21st May 1973 that was the resolution passed by the Ministry of Education and Social Welfare Department of India। ତା ଦ୍ୱାରା ପାସ୍ କରାଯାଇଥିଲା ଯେ ଆମର କଣ ନା ଆମର ଗୋଟେ ଏନସିଟି ବା ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନ ରହୁ। ଇଟ୍ ଇଜ ଆନ୍ ଆଡଭାଇଜରି ବଡି। ଏଟା ଗୋଟେ ହଉଛି ଆଡଭାଇଜରି ବଡି ମନେ ରଖିଥିବେ। ଗଭର୍ଣ୍ଣମେଣ୍ଟ କୁ ସବୁବେଳେ ଆଡଭାଇଜ ଦିଏ କିପରି ଟିଚର ଏଜୁକେଟର ବାହାରିବେ। ତାପରେ ହଉଛି କଣ ଫର୍ମେସନ ଅଫ ଷ୍ଟ୍ରକ୍ଚର ଇନ 1995 ରେ। ଏଟାକୁ ଫାଇନାଲି କଣ ହେଲା ଫର୍ମେସନ ହେଲା 1995 ରେ। ଦେୟାର ଆର୍ ଫୋର ରିଜନାଲ କମିଟି। ଚାରିଟା ବଡ ବଡ ରିଜନାଲ କମିଟି ଅଛି ଆପଣଙ୍କର ଏନସିଟି ର। ଗୋଟେ ହଉଛି ଜୟପୁର ଯୋଉଟା ନର୍ଦର୍ନ ରିଜନରେ ଅଛି। ଭୋପାଳ ୱେଷ୍ଟର୍ଣ୍ଣ ରିଜନରେ ଅଛି। ଆପଣ ଭୁବନେଶ୍ୱର ଇଷ୍ଟର୍ଣ୍ଣ ରିଜନ ଆଉ ବେଙ୍ଗଲୋର ହଉଛି ସାଉଦର୍ନ ରିଜନ। ଏଟା ମନେ ରଖିଥିବେ ଚାରିଟା ବଡ ବଡ ରିଜନ ଅଛି ଆପଣ ଏନସିଟି ର। ଗୋଟେ ହଉଛି ଜୟପୁର ନର୍ଦର୍ନ ରିଜନ, ଭୋପାଳ ୱେଷ୍ଟର୍ଣ୍ଣ ରିଜନ, ଭୁବନେଶ୍ୱର ହଉଛି ଇଷ୍ଟର୍ଣ୍ଣ ରିଜନ ଆଉ ବେଙ୍ଗଲୋର ସାଉଦର୍ନ ରିଜନ। ଏଟା ମନେ ରଖିବେ। ଏଟା ବି ଆପଣଙ୍କର ବାରମ୍ବାର କ୍ୱେଶ୍ଚନ ଆସିଛି।
ତାପରେ ଏନସିଟି ର କଣ ଆବଶ୍ୟକତା ରହିଛି ଆମେ ଜାଣିବା। ଟୁ ପ୍ରୋଭାଇଡ ଦ ଏସେନ୍ସିଆଲ ଫ୍ୟାସିଲିଟି ପ୍ରୋଭାଇଡ କରିବା ଟିଚର ଏଜୁକେଟର ମାନଙ୍କୁ, ସପ୍ଲାଏ ଦ ଟ୍ରେନ୍ ଟିଚର ସପ୍ଲାଏ କରିବା ଏ ସ୍କୁଲ ମାନଙ୍କୁ। ମାନେ ଆପଣ ବିଏଡ ଟା ଯେହେତୁ ଏନସିଟି ଅଣ୍ଡରରେ ହଉଛି ତ ଏନସିଟି ତ ଟ୍ରେନ୍ ଟିଚର ହିଁ ଦଉଛି ନା। ଚେକିଂ ଦ କ୍ୱାଲିଫିକେସନ ଅଫ ଟିଚର କ୍ୱାଲିଫିକେସନ କୁ ଚେକ୍ କରିବା। ଆଡଭାଇସ୍ ଦ ଗଭର୍ଣ୍ଣମେଣ୍ଟ ଅବାଉଟ ଦ ଟିଚର ଏଜୁକେସନ କିପରି କରିବା ଦରକାର। 4 ଇୟର ଇଣ୍ଟିଗ୍ରେଟେଡ ହବା ଦରକାର କି 2 ଇୟର ହବା ଦରକାର କି 1 ଇୟର ବିଏଡ ହବା ଦରକାର। ଏ ବାବଦରେ ସବୁ ଆଡଭାଇସ୍ କିଏ ଦଉଛି ନା ଆପଣଙ୍କର ଏନସିଟି ଦଉଛି। ଫ୍ୟାସିଲିଟେଟିଂ ଦ ପ୍ରି ସର୍ଭିସ ଇନ ସର୍ଭିସ ଟ୍ରେନିଂ ଦ ଟିଚର, ତ ଟିଚର ମାନଙ୍କୁ ପ୍ରି ସର୍ଭିସ ଇନ ସର୍ଭିସ ଟ୍ରେନିଂ ବି ଆପଣଙ୍କର ଦଉଛି କି ଏନସିଟି ଦଉଛି। ଆଣ୍ଡ ଆଡଭାଇସ୍ ଦ ଷ୍ଟେଟ ଗଭର୍ଣ୍ଣମେଣ୍ଟ ଅଫ ହାୟର ଏଜୁକେସନ, ଷ୍ଟେଟ ଗଭର୍ଣ୍ଣମେଣ୍ଟ ଅଫ ହାୟର ଏଜୁକେସନ କୁ ସେ କଣ ଦଉଛି ଆଡଭାଇସ୍ ଦଉଛି ରିଗାର୍ଡିଂ ଦ ଟେକିଂ ଅଫ ବିଏଡ ଆଡମିସନ କେମିତି କରିବେ ଆଉ କିପରି ବିଏଡ ଆଡମିସନ କରିବା ଆଉ ତାଙ୍କୁ କେମିତି କ୍ୱାଲିଫାଇ କରିବେ ଏଇ ସବୁର ଆଡଭାଇସ୍ କିଏ ଦଉଛି ନା ଏନସିଟି ଦଉଛି। ଏଟା ମନେ ରଖିଥିବେ, ଏଇ କ୍ୱେଶ୍ଚନ ଆପଣଙ୍କର ଆସୁଛି ବାରମ୍ବାର। ତାପରେ ଆସିଲା ନ୍ୟୁପା, NUEPA ନ୍ୟୁପା କାହାକୁ କୁହାଯାଉଛି ନା ନ୍ୟାସନାଲ ୟୁନିଭର୍ସିଟି ଅଫ ଏଜୁକେସନାଲ ଆଣ୍ଡ ଆଡମିନିଷ୍ଟ୍ରେସନ, ଯୋଉଟା କି 1962 ମସିହାରେ ଏଷ୍ଟାବ୍ଲିଶ କରାଯାଇଥିଲା। ୟାର ହେଡକ୍ୱାର୍ଟର ହଉଛି ବି ନ୍ୟୁ ଦିଲ୍ଲୀରେ। ୟାର କାମ ହଉଛି କଣ କୋଅର୍ଡିନେଟ ଦ ରିସର୍ଚ୍ଚ ୱାର୍କ ଏଟ ଦ ୟୁନିଭର୍ସିଟି ଲେଭେଲରେ, ରିସର୍ଚ୍ଚ ୱାର୍କ କୁ କୋଅର୍ଡିନେଟ କରୁଛି ଆଉ ଅଫର କରୁଛି ପିଏଚଡି ଆଉ ଏମଫିଲ ପ୍ରୋଗ୍ରାମକୁ। ଆପଣଙ୍କ ନ୍ୟୁପା ହିଁ ଆପଣଙ୍କର କଣ କରୁଛି, ନ୍ୟୁପା ବଡି ହିଁ ଆପଣଙ୍କୁ ପ୍ରୋଭାଇଡ କରୁଛି। ପବ୍ଲିଶ ଦ ଜୋର୍ନାଲ ଫର ଦ ୟୁନିଭର୍ସିଟି ଲେଭେଲ କୋର୍ସ, ତ ୟୁନିଭର୍ସିଟି ଲେଭେଲ କୋର୍ସରେ ଆପଣଙ୍କ ଜୋର୍ନାଲ ପବ୍ଲିଶ ହଉଛି, ଆର୍ଟିକଲ ପବ୍ଲିଶ ହଉଛି, ସେଗୁଡା ସବୁ କିଏ କରଉଛି ନା ନ୍ୟୁପା କରଉଛି। ଅର୍ଗାନାଇଜେସନ ଦ ସେମିନାର ଆଣ୍ଡ ୱାର୍କସପ ୟୁନିଭର୍ସିଟି ଲେଭେଲରେ ଯୋଉ ସେମିନାର ୱାର୍କସପ ବି କରଉଛି କିଏ ନା ଆପଣଙ୍କର ହଉଛି ନ୍ୟୁପା କରଉଛି। ଆଉ ଅଫରିଂ ଦ ସ୍କଲାରସିପ ଆଣ୍ଡ ଫେଲୋସିପ ଆୱାର୍ଡ ଦଉଛି କିଏ ନା ଆପଣଙ୍କ ଯେତେବେଳେ ପିଏଚଡି କରିବେ ଏମଫିଲ କରିବେ ଆପଣ ଯେତେବେଳେ ସ୍କଲାରସିପ ହଉ ଫେଲୋସିପ ହଉ ସେ ସବୁ ଆୱାର୍ଡ କିଏ ଦଉଛି ନ୍ୟୁପା ଦଉଛି। ଏଟାକୁ ଆପଣ ମନେ ରଖିଥାନ୍ତୁ, ଏ ବହୁତ ଇମ୍ପୋର୍ଟାଣ୍ଟ। ଆପଣଙ୍କର ତାପରେ ଆସିଲା କଣ MHRD, ମିନିଷ୍ଟ୍ରି ଅଫ ହ୍ୟୁମାନ ରିସୋର୍ସ ଡେଭଲପମେଣ୍ଟ। ଆପଣ ମିନିଷ୍ଟ୍ରି ଅଫ ହ୍ୟୁମାନ ଡେଭଲପ ରିସୋର୍ସ ଯୋଉଟା କି ରିସୋର୍ସ ଡେଭଲପମେଣ୍ଟ ଆପଣଙ୍କ ହଉଛି କ୍ରିଏଟେଡ ଅନ୍ ଦ ସେପ୍ଟେମ୍ବର 26 1985 ରେ ଆପଣଙ୍କର ଏଟା କ୍ରିଏଟ ହେଇଥିଲା, ମନେ ରଖନ୍ତୁ। ଇଟ୍ ୱାର୍କସ ଆଜ ଦ ଡେଭଲପମେଣ୍ଟ ଅଫ ହ୍ୟୁମାନ ପୋଟେନସିଆଲ ଇନ ଦ ଏରିଆ ଅଫ ୟୁଥ୍, ତାମାନେ ଆପଣଙ୍କ ଯୁବକ ମାନଙ୍କୁ କିପରି ଆମେ ନେଇକି ଆଗକୁ ବଢିବା ଆଉ ତାଙ୍କୁ କାର୍ଯ୍ୟକ୍ଷମ କରିବା ଆଉ ଆପଣ ଶିକ୍ଷିତ କରିବା, ଏ ସବୁର କାମ ହଉଛି ମିନିଷ୍ଟ୍ରି ଅଫ ହ୍ୟୁମାନ ରିସୋର୍ସ ଆଣ୍ଡ ଡେଭଲପମେଣ୍ଟ, ଯୋଉଟା କି ଏଜୁକେସନ ମିନିଷ୍ଟର ହିଁ ତାଙ୍କର ମୁଖ୍ୟ ଥାଏ। ତ MHRD ଇଜ ହେଡେଡ ବାଇ ଦ କ୍ୟାବିନେଟ ମିନିଷ୍ଟ୍ରି ଅଫ ୟୁନିୟନ ଗଭର୍ଣ୍ଣମେଣ୍ଟ ହେଲା। ତ ୟୁନିୟନ ଗଭର୍ଣ୍ଣମେଣ୍ଟ ର ହେଡ ହଉଛି MHRD ର କ୍ୟାବିନେଟ ମିନିଷ୍ଟ୍ରି ହିଁ ତାର ହେଡ ଥାଏ। ଆଣ୍ଡ ଟୁ ପ୍ରୋଭାଇଡ ଦ ଫାଇନାନ୍ସିଆଲ ହେଲ୍ପ ଦ ସ୍କଲାରସିପ, ଫାଇନାନ୍ସିଆଲ ହେଲ୍ପ ପ୍ରୋଭାଇଡ କରିବା ହଉଛି ୟା କାମ। ତାପରେ ନାଉ ଇଟ୍ କନଭର୍ଟ ଇନଟୁ ଦ ମିନିଷ୍ଟ୍ରି ଅଫ ଏଜୁକେସନ MOE ଇନ 2020। ତାମାନେ 2020 ରେ MHRD ର ନାଁ କାଟିକି ତାକୁ କଣ କରାଗଲା, ଯେତେବେଳେ 2020 ରେ ଆପଣଙ୍କ ନ୍ୟୁ ଏଜୁକେସନ ପଲିସି ଆସିଲା କସ୍ତୁରଞ୍ଜନର, ସେତେବେଳେ କନଭର୍ଟ କରିଦେଇ କଣ କରାହେଇଥିଲା ନା ମିନିଷ୍ଟ୍ରି ଅଫ ଏଜୁକେସନ କରାହେଇଥିଲା। ତ MHRD ବର୍ତ୍ତମାନ ଚେଞ୍ଜ ହେଇକି ମିନିଷ୍ଟ୍ରି ଅଫ ଏଜୁକେସନ ହେଇଛି। ଏଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆପଣଙ୍କର ଆସିପାରେ। ତ ଇଏ ଯେତିକି ମୁଁ ଆପଣଙ୍କୁ ଇମ୍ପୋର୍ଟାଣ୍ଟ ପଢେଇଲି ଏଗୁଡା ହଉଛି ନ୍ୟାସନାଲ ଲେଭେଲର ଆପଣଙ୍କର ମ୍ୟାନେଜମେଣ୍ଟ ଷ୍ଟ୍ରକ୍ଚର। ତ ଆଶା କରୁଛି ଆପଣ କ୍ଲାସଟି ବୁଝିପାରିଥିବେ। ଯଦି ଆପଣଙ୍କ କ୍ଲାସଟି ଭଲ ଲାଗିଲା ଆପଣ ଲାଇକ୍ ସେୟାର କରିଦେବେ। ଆଉ ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ସବସ୍କ୍ରାଇବ କରିନେବେ ଆଉ ଚ୍ୟାନେଲକୁ ଆପଣ ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡିଓ ଅଛି ସର୍ବପ୍ରଥମେ ନୋଟିଫିକେସନ ପାଇବେ। ଆଜି ପାଇଁ ଏତିକି, ଧନ୍ୟବାଦ।